ବର୍ଷାରେ ଆମେ ଆସିଛୁ ଗୋଟେ ସାନ ଭାଇର ଯେହେତୁ ମୂର୍ତ୍ତି କିଛି ତିଆରି କରୁଛି। ଗଣେଶ ପୂଜା ବି ଆଗକୁ ଆସୁଛି। କାହାର ସମସ୍ତଙ୍କୁ ଦରକାର ଦେଖିପାରୁଥିବେ ଆପଣ ବର୍ଷା ବି କେମିତି ହଉଛି ଏଠି। ଯଦି ବର୍ଷା ପାଣି ବି ଅଛି ନାଗରାଜ ଭାଇ କହୁଛୁ। ତଥାପି ଆମେ ଆସିଛୁ ମୂର୍ତ୍ତି କାରଖାନା ଦେଖିବାକୁ ଯୁଗଳ ଭାଇଙ୍କର। ଚାଲନ୍ତୁ ଯୁଗଳ ଭାଇଙ୍କର ଆପଣ ଦେଖିଲେ କେମିତି ଲାଗିବ କହିବେ କେମିତି। ଆଉ କିଛି ଦିନର ଅପେକ୍ଷା ତାପରେ ଆରମ୍ଭ ହବ ଆପଣ ଗୋବିନ୍ଦପୁର ଗ୍ରାମର ଏକ ଯୁବ କଳାକାର ମୂର୍ତ୍ତି କଳାକାର ଯୁବ କଳାକାର ଯୁଗଳ ଭାଇ। ଚାଲନ୍ତୁ ଆମେ ଦେଖିବା ଯୁଗଳ ଭାଇ କେମିତି ମୂର୍ତ୍ତି ତିଆରି କରୁଛନ୍ତି। ଯୁଗଳ ଭାଇ କେତେ ଦିନ ହେଲା ଏଇ କାମ ଆପଣ କରୁଛନ୍ତି? କାମ ତ ବହୁତ ଦିନ କରୁଛି ଆଉ ଭଗବାନଙ୍କ ଆଶୀର୍ବାଦ ଚାଲିଛି ଏମିତି ଆଉ କିପରି ମାନେ କେତେ ଟଙ୍କା ରୋଜଗାର କରୁଛନ୍ତି? ରୋଜଗାର ଠାକୁରଙ୍କୁ ସେବା କରୁଛି ଆଉ ଯାହା ଯେମିତି ଠାକୁରଙ୍କ ଦ୍ୱାରା ଚାଲିଛି। ୟା ପରେ ୟା ତ ଆମର ଗଣେଶ ରହିଲା ମୂର୍ତ୍ତି ତାପରେ ଆପଣ କଣ ମୂର୍ତ୍ତି ତିଆରି କରିବେ? ତାପରେ ଆମର ଖୁଦୁରୁକୁଣୀ ହବ, ବିଶ୍ୱକର୍ମା ଅଛି, ଲକ୍ଷ୍ମୀ ପୂଜା ଅଛି, ଲକ୍ଷ୍ମୀ ପୂଜାରେ କାମ ଚାଲିବ। ଆଉ ଏଇ ମୂର୍ତ୍ତି ମତେ ବହୁତ ଭଲ ଲାଗିଛି। ଆଉ ୟାର କଲର ଫଲର କେବେ ଆରମ୍ଭ ହବ? କଲରରେ ଶିକ୍ଷା ଟାଇମ୍ ଅଛି ଆଉ ଷ୍ଟାର୍ଟିଂର କଲର କାମ ଆରମ୍ଭ ହେବ। ଆଉ ଏଇ କଳା ପ୍ରତି କେମିତି ଆକୃଷ୍ଟ ହେଲେ? ମୁଁ ଯାଉଥିଲି ଆଗରୁ ଛୋଟବେଳୁ ଟିକେ ଥିଲା କାମ ଶିଖିବା ପାଇଁ ଆଗ୍ରହ ଥିଲା। ତାପରେ ଆସ୍ତେ ଆସ୍ତେ ଭଗବାନଙ୍କ ଆଶୀର୍ବାଦ ଚାଲିଲା ଆଉ ବହୁତ ବଢିଆ କଳା ତାକୁ ବଞ୍ଚେଇ ରଖିଛନ୍ତି। ତ ଆମର ଗୋବିନ୍ଦପୁର ଗାଁ ବହୁତ କଳାର ଗାଁ ବୋଲି ସମସ୍ତେ ଜାଣିଛନ୍ତି। ଢେଙ୍କାନାଳ ଜିଲ୍ଲାରେ ଗୋବିନ୍ଦପୁର ଗାଁ ବହୁତ କଳାକାର ଏଠି ଅଛନ୍ତି। ତ ଆପଣ ଜଣେ ଅନ୍ୟତମ। ବହୁତ ବଢିଆ ଲାଗିଲା। ଆଚ୍ଛା ଇଏ ଯୁଗଳ ଭାଇ ଇଏ ଆମର ଖୁଦୁରୁକୁଣୀ ମୂର୍ତ୍ତି। ଆଜ୍ଞା। ଆଉ ଇଏ ତ ଆମର ମାଟି ଏବେ ଦିଆହେଇଛି କଲର ଫଲର ତ ଆଗକୁ ହବ ଆଉ ଟାଇମ୍ ଅଛି ଆସ୍ତେ ଆସ୍ତେ ଖୁଦୁରୁକୁଣୀ ତ ଟାଇମ୍ ଅଛି ଆଉ। ବହୁତ ସୁନ୍ଦର ମାଙ୍କ ମୂର୍ତ୍ତି ତିଆରି ହେଇଛି। ଆଉ କେତେ ମୂର୍ତ୍ତି ତିଆରି କରିଛନ୍ତି? ହାତ ଖରଚ କମ ମୂର୍ତ୍ତି କିଏ ବର୍ଷ ଆଉ ଇଏ ଆମର କଲ ଆସିବ ବିଶ୍ୱକର୍ମା ଲକ୍ଷ୍ମୀ ପୂଜା ତାପରେ ଇଏ ଆମର ଖୁଦୁରୁକୁଣୀ ହବ ଏବେ ଆଉ ବଡ ବଡ ଚାଲିଛି। ଆଉ ଆସନ୍ତୁ ଆମେ ଦେଖିବା ଆଉ କିଛି ମୂର୍ତ୍ତି ଯୁଗଳ ଭାଇଙ୍କର। ଚାଲନ୍ତୁ ଦେଖିବା। ଯୁଗଳ ଭାଇ ସାନ ଭାଇ କିନ୍ତୁ ଭଲ ମୂର୍ତ୍ତି ତାର ସବୁ କିଛି ହେଇଛି। କିଛି ବି ପରିବେଶ ଖରାପ ହିଁ ଲାଗୁନି। ଆପଣ ମାନେ ଆସିଲେ ଦେଖିପାରିବେ କୋଉଠି ଗୋଟେ ଏତେ ସୁନ୍ଦର ଭାବରେ ମୂର୍ତ୍ତି ବନେଇଛି ସମସ୍ତଙ୍କୁ ୟୁନିକ୍ ହିଁ ଲାଗିବ। ଏଇ ମୂର୍ତ୍ତି କଣ ହଉ ସେପଟ ମୂର୍ତ୍ତି ହଉ ଆଉ ନାଗରାଜ ଭାଇ ସେ ମୂର୍ତ୍ତିଟା କିଛି ଖରାପ ବି ନାହିଁ। କ୍ୟାମେରାମ୍ୟାନଙ୍କୁ କହିବି ଟିକେ ଦେଖିବାକୁ ଏ ମୂର୍ତ୍ତିଟା ବହୁତ ଆଧୁନିକତାକରଣ ହେଇଛି। ମୂର୍ତ୍ତିଟା ଦେଖନ୍ତୁ ଜଗନ୍ନାଥ ପ୍ରଭୁ ଜଗନ୍ନାଥ ପ୍ରଭୁ ଗଣେଶଙ୍କ ହାତରେ ଅଛନ୍ତି। ଆଉ ଯୁଗଳ ଭାଇ ଏଇ ମୂର୍ତ୍ତି ଆପଣଙ୍କର କଣ ଅର୍ଡର ଅଛି ନା ଏମିତି ବନେଇଛନ୍ତି? ଅର୍ଡର ଅଛି। ବହୁତ ସୁନ୍ଦର ବାଲ ଗଣେଶଙ୍କ ମୂର୍ତ୍ତି ବୋଧେ ଇଏ। ବାଲ ଗଣେଶ ହାତରେ ଶ୍ରୀ ଜଗନ୍ନାଥ ଅଛନ୍ତି। ମହାପ୍ରଭୁ ଧରିଛନ୍ତି ଆଉ ଏଇଠି ଗୋଟେ ଭଲ ଡିଜାଇନ ବନେଇଛନ୍ତି। ଇଏ ଗୋଟେ ଠାକୁରଙ୍କ ବଢିଆ ରୂପ ସୁନ୍ଦର ଲାଗୁଛି। ଠାକୁରଙ୍କ ବେକରେ ବି ଅଛନ୍ତି ନାଗ ସାପ ନା। ଆପଣ ତ ଦେଖିଲେ ଯୁଗଳ ଭାଇଙ୍କ ମୂର୍ତ୍ତି କାରଖାନା ଗଣେଶ ମୂର୍ତ୍ତି ତ ଆପଣ ଦେଖିଲେ। ଇଏ ଖୁଦୁରୁକୁଣୀ ମୂର୍ତ୍ତି ଚାଲିଛି। ମୁଁ ଆପଣଙ୍କୁ ରେକମେଣ୍ଡ କରିବି ଆସିକି ଭଲ ରେଟ୍ରେ ଏଠି ମୂର୍ତ୍ତି ଦେଉଛନ୍ତି ଆମର ଯୁଗଳ ଭାଇ। ତ ଆସିକି ଆପଣ ଏଠି ମୂର୍ତ୍ତି ଅର୍ଡ଼ର ଦିଅନ୍ତୁ। ତ ଚାଲନ୍ତୁ ଆମେ ଦେଖିବା ଆଉ କିଛି ମୂର୍ତ୍ତି ଯୁଗଳ ଭାଇଙ୍କର ଛୋଟ ବଡ଼ ମୂର୍ତ୍ତି ନେଇ।